ସବୁଜ ବନାନୀ, ମଝିରେ ଶୀତଳ ଜଳରାଶି, ଚାରିଆଡ଼େ ନଦୀର କୁଳକୁଳୁ ନାଦ, ପକ୍ଷୀଙ୍କ କିଚିରିମିଚିରି ରାବରେ କୋଳାହଳ ପରିବେଶ। ଅପରୂପ ପ୍ରାକୃତିକ ପରିବେଶରେ ଭରପୁର ଦଣ୍ଡାଧର ଡ୍ୟାମ୍ କଙ୍କଡ଼ାହାଡ଼ ବ୍ଲକ ସଦର ମହକୁମାଠାରୁ ମାତ୍ର 10 କିଲୋମିଟର ଦୂରରେ ରହିଥିବା ଏହି ପ୍ରାକୃତିକ ସ୍ଥାନ ପର୍ଯ୍ୟଟକଙ୍କୁ କରିଥାଏ ବିମୋହିତ। ସେଥିପାଇଁ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇ ଆସିଲେ ଏଠାକୁ ଛୁଟିଥାଏ ପର୍ଯ୍ୟଟକଙ୍କ ସୁଅ। ବଣଭୋଜିର ମଜା ସାଙ୍ଗକୁ ବଣ ଜଙ୍ଗଲ ଘେରା ପରିବେଶର ଅପରୂପ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଛୁଟି ଆସନ୍ତି ପ୍ରକୃତି ପ୍ରେମୀ ଓ ପର୍ଯ୍ୟଟକ। ଏଠାକୁ ଏଇ ନଭେମ୍ବର ଡିସେମ୍ବର ଟାଇମ୍ରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଲୋକ ଭୋଜି କରିବା ପାଇଁ ଆସନ୍ତି ଆଉ ଦଣ୍ଡାହାରର ଏ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତି। ଓଡ଼ିଶା ଟୁରିଜିମ୍ ତରଫରୁ ଏଥର ଆମର କଟେଜ୍ ହେଇଛି, ଚିଲଡ୍ରେନ୍ସ ପାର୍କ ହେଇଛି, ଡ୍ରିଙ୍କିଂ ୱାଟର ଫାସିଲିଟି ହେଇଛି। ତେଣୁକରି ଆମର ଓଡ଼ିଶାର ସମସ୍ତ ଯେତେ ପର୍ଯ୍ୟଟନ ଲୋକ ବୁଲିବାକୁ ଯାଉଛନ୍ତି ଆମେ ତାଙ୍କୁ ଅନୁରୋଧ କରୁଛୁ ଏ ଦଣ୍ଡାହାରକୁ ଆସି ଏ ଦଣ୍ଡାହାର ଡ୍ୟାମ୍ ଓ ଯେଉଁ ଦୁଇ ପାହାଡ଼ ମଝିରେ ଯେଉଁ ଡ୍ୟାମ୍ ଅବସ୍ଥିତ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତୁ। ଦୁଇଟି ପାହାଡ଼ର ମଝିରେ ଏକ ଡ୍ୟାମ୍ ତିଆରି ହେଇଛି, ରାମିଆଳ ଡ୍ୟାମ୍। ବହୁତ ଦୂର ଦୂରାନ୍ତର ଲୋକ ଆସନ୍ତି। ସେ ଢେଙ୍କାନାଳ, ଅନୁଗୁଳ, ତାଳଚେର, ଭୁବନେଶ୍ୱର, କଟକ, ସମ୍ବଲପୁର, ବହୁତ ଦୂର ଦୂରାନ୍ତ କେଉଁଝର, ଏମିତି କରଞ୍ଜିଆ ଫରଞ୍ଜିଆ ଚାରିଆଡ଼େ ଆସନ୍ତି। ପୂର୍ବ ସରକାର ସମୟରେ 2020 ମସିହାରେ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିଲା ଦଣ୍ଡାଧାର ପର୍ଯ୍ୟଟନସ୍ଥଳୀ। ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ସରକାରୀ ସହାୟତା ଓଡ଼ିଶା ପର୍ଯ୍ୟଟନ ନିଗମ ଆନୁକୂଲ୍ୟରେ ପିକନିକ୍ ସ୍ଥାନରେ ପିଣ୍ଡି ନିର୍ମାଣ, ଶୌଚାଳୟ ନିର୍ମାଣ, 8ଟି କଟେଜ, ଭୋଜନାଳୟ, ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ଇତ୍ୟାଦି ନିର୍ମାଣ କରାଯାଇଛି। ହେଲେ ନିର୍ବାଚନ ପରେ ଏହି ବଣଭୋଜି ସ୍ଥଳକୁ ବ୍ଲକ କିମ୍ବା ପଞ୍ଚାୟତକୁ ହସ୍ତାନ୍ତର କରାଯାଇ ନାହିଁ। ଫଳରେ ଏହା ବ୍ୟବହାର ଉପଯୋଗୀ ହୋଇପାରୁନାହିଁ। ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରାଇବା ପାଇଁ ସ୍ଥାନୀୟ ସରପଞ୍ଚ ଓ ବାସିନ୍ଦା ସରକାରଙ୍କୁ ଦାବି ଜଣାଇଛନ୍ତି। ପୂର୍ବ ସରକାର ନବୀନ ପଟ୍ଟନାୟକ जी ଥିଲେ ଏସବୁ କରିନା ଯାଇଛନ୍ତି। ବର୍ତ୍ତମାନ यार पानी सुविधा ଟିକେ ହେଇପାରନି। ପାଣି ସୁବିଧା ହେଲେ ଟିକେ ଭଲ ହୁଅନ୍ତା। ଆଉ କିଛି ତୁଟିକର କାମ ଯୋଉଟା ରହି ଯାଇଛି ଲାଇଟ୍ ଫାଇଟ୍ ଏସବୁ ଲଗାଇ ଦେଲେ ଟିକେ ଭଲ ସୁବିଧା ହୁଅନ୍ତା। याकू सर्भे करी डाकी सेठू विधायकों तरफरू याकू डाकी ये जो सबू 3,57,00,000 टंका सांक्शन कराइथिले। सांक्शन करिया भितरे ताकर 8 गोटी कटेज होईची, पार्किंग एरिया होईची, कम्युनिटी टॉयलेट होईची, भोजनालय होईची, सबू प्रकार सुविधा कराई, पानी सुविधा करा जाईची। तेणु ये कौनसी प्रकार असुविधा नहीं। जाही हो नवीन पट्टनायक भाई ए पर्यटन स्थली आज किसी उन्नति होईची। दुईटी पहाड़ एवं मझिरे रामियाल नदीर विस्तीर्ण जलराशि जहाँ आकृष्ट करथाए हजार हजार पर्यटकों को। एबे आगामी समय पर्यटन ऋतु आरंभ होगा बेले दंडाधर सौंदर्य को उपभोग करने छुट्टी आसती ढेंकानाल जिला तथा जिला बाहर हजार हजार पर्यटक। जो पूर्वतन मुख्यमंत्री नवीन पट्टनायक उद्यम क्रमे दंडाधर डैम परिसर में 8टी कटेज करा सहित पर्यटकों मनोरंजन पर चिल्ड्रेन पार्क निर्माण करा जायछि। किंतु ताहा आज पर्यंत ब्लॉक कार्यालय किंबा पंचायत को हैंडओवर करा जाय नहीं, जहाँ फल कार्यक्षम हो पारु नहीं। तेणु यही कटेज एवं एठारे जो अन्यान्य सुविधा सुजोग पूर्वतन सरकार तरफ प्रदान करा जायछि ताहाकू खूब शीघ्र कार्यक्रम करा जिया पई स्थानीय बासिंदा दाबी करछथि। कामाख्यानगर दंडाधर डैम हृदय बल्लभ मिश्र, नंदीघोष टीवी।